ସମସ୍ତେ 2-4 ମିନିଟ ଧ୍ୟାନ ଦେଇକି ଶୁଣନ୍ତୁ। ମୁଁ ଏକାଦଶୀ ବ୍ରତ ମହିମାରୁ ପଢୁଛି। ହରେ କୃଷ୍ଣ। ତାପରେ ଆମେ ମିଶିକି ଜପ କରିବା। ତ କାମିକା ଏକାଦଶୀ ଯୁଧିଷ୍ଠିର ମହାରାଜ କହିଲେ, ହେ ଗୋବିନ୍ଦ, ହେ ବାସୁଦେବ, ଆପଣଙ୍କୁ ସହସ୍ର ବାର ମୁଁ ପ୍ରଣାମ କରୁଛି। ଶ୍ରାବଣ ମାସର କୃଷ୍ଣ ପକ୍ଷ ଏକାଦଶୀର ନାମ କଣ ଏବଂ ତାହାର ମାହାତ୍ମ୍ୟ ମଧ୍ୟ କଣ, ତାହା ବିସ୍ତାରିତ ଭାବରେ ବର୍ଣ୍ଣନା କରନ୍ତୁ। ଏହା ଶୁଣିବା ପାଇଁ ମୋର ବଡ଼ କୌତୂହଳ ଜାଗ୍ରତ ହୋଇଅଛି। ପ୍ରତି ଉତ୍ତରରେ ଭକ୍ତବତ୍ସଳ ଶ୍ରୀକୃଷ୍ଣ କହିଲେ, ହେ ରାଜା, ପୂର୍ବେ ପ୍ରଶ୍ନକାରୀ ଭକ୍ତପ୍ରବର ନାରଦଙ୍କୁ ପ୍ରଜାପତି ବ୍ରହ୍ମା ଯେ ପାପନାଶନ ବ୍ରତର ଆଖ୍ୟାନ ବର୍ଣ୍ଣନା କରିଥିଲେ, ବର୍ତ୍ତମାନ ମୁଁ ତାହା ହିଁ କୀର୍ତ୍ତନ କରୁଅଛି। ତାହାକୁ ଧୀର ସ୍ଥିର ଚିତ୍ତରେ ଶ୍ରବଣ କର। ଥରେ କମଳାସନ ବିରଞ୍ଚିଙ୍କ ନିକଟରେ ଦେବର୍ଷି ନାରଦ ଜିଜ୍ଞାସା କଲେ, ହେ ଭଗବାନ, ଶ୍ରାବଣ ମାସର କୃଷ୍ଣ ପକ୍ଷୀୟ ଏକାଦଶୀର ନାମ କଣ? କେଉଁ ଦେବତା ଆରାଧ୍ୟ ଅଟନ୍ତି? ସେହି ବ୍ରତର ବିଧିବିଧାନ କି ପ୍ରକାର ଏବଂ କେଉଁ ପୁଣ୍ୟ ଲାଭର ସମ୍ଭାବନା ଅଛି, ତାହା ସବିଶେଷ ଜାଣିବାକୁ ଇଚ୍ଛା କରୁଛି। ଆପଣ କୃପା ପୂର୍ବକ ଜଣାଇଲେ କୃତକୃତ୍ୟ ହେବି। ନାରଦଙ୍କର ଏ ପ୍ରକାର ବାକ୍ୟ ଶୁଣି ବ୍ରହ୍ମା ଅତିଶୟ ପ୍ରୀତ ହୋଇ କହିଲେ, ହେ ବତ୍ସ, ଲୋକ ହିତାର୍ଥେ ତୁମ ପ୍ରଶ୍ନର ଯଥାଯଥ ଉତ୍ତର ପ୍ରଦାନ କରୁଛି, ଶ୍ରବଣ କର। କୃଷ୍ଣା ଶ୍ରାବଣ ଏକାଦଶୀ କାମିକା ନାମରେ ଜଗତରେ ପ୍ରସିଦ୍ଧା, ଯାହାର ସ୍ମରଣ ମାତ୍ରେ ହିଁ ବାଜପେୟ ଯଜ୍ଞର ଫଳ ଜୀବ ପ୍ରାପ୍ତ ହୋଇଥାଏ। ଦେବେଶ ଶଙ୍ଖ ଚକ୍ର ଗଦାଧର ଯାହା ଦ୍ୱାରା ଜାଗରିତ ହୁଅନ୍ତି ଏବଂ ଶ୍ରୀଧରାକ୍ଷ ହରି ବିଷ୍ଣୁ ମାଧବ ମଧୁସୂଦନଙ୍କୁ ଯେ ପୂଜା ଓ ଧ୍ୟାନ କରନ୍ତି, ତାହାଙ୍କର ପୁଣ୍ୟ ଫଳର ପରିଣାମ ଅନୁମିତ ହୋଇପାରେ ନାହିଁ। ଗଙ୍ଗା, ଗୋଦାବରୀ, କାଶୀ, ନୈମିଷାରଣ୍ୟ, ପୁଷ୍କର ପ୍ରଭୃତି ତୀର୍ଥ ଦର୍ଶନର ସାମୂହିକ ଫଳ ଏକମାତ୍ର କୃଷ୍ଣ ପୂଜା ହେବା ଠାରୁ କୋଟି ଗୁଣ ଅଧିକ ପ୍ରାପ୍ତ ହୋଇଥାଏ। ବସୁନ୍ଧରା ଦାନର ଫଳ ଏହି ବ୍ରତ ପାଳନକାରୀ ଅନାୟାସରେ ଲାଭ କରିଥାଏ। ଏହିପରିକି ବର୍ଷା ସହିତ ଦୁଗ୍ଧବତୀ ଧେନୁ ଦାନ ତୁଲ୍ୟ ଫଳ ଏ ପ୍ରକାର କାମିକା ବ୍ରତ ପାଳନରେ ଦେଖିବାକୁ ମିଳେ। ଶ୍ରାବଣ ମାସରେ ଯେ ନରୋତ୍ତମ ଶ୍ରୀଧର ଦେବଙ୍କୁ ପୂଜା କରନ୍ତି, ସେ ଦେବତା ଗନ୍ଧର୍ବ, ଉରଗ, ପନ୍ନଗ, ବୃନ୍ଦଙ୍କ ଦ୍ୱାରା ମଧ୍ୟ ପୂଜିତ ହୋଇଥାନ୍ତି। ଏଣୁ ପାପଭୀରୁ ମନୁଷ୍ୟ ପକ୍ଷେ କାମିକା ଦିବସରେ ସର୍ବ ପ୍ରଯତ୍ନ ସହକାରେ ଯଥାଶକ୍ତି ଶ୍ରୀଧରାର୍ଚ୍ଚନ ଅବଶ୍ୟ କର୍ତ୍ତବ୍ୟ। ଯେଉଁମାନେ ପାପ ପଙ୍କପୂର୍ଣ୍ଣ ସଂସାର ସାଗରରେ ନିମଗ୍ନ, ଏହି ବ୍ରତ ହିଁ ସେମାନଙ୍କର ଉଦ୍ଧାରର ଏକମାତ୍ର ଉତ୍ତମ ଉପାୟ ଅଟେ। ଏ ପ୍ରକାର ବ୍ରତ ପରିପୂତ ପାପହାରୀ ଶ୍ରେଷ୍ଠ ବ୍ରତ କେଉଁଠାରେ ଦୃଷ୍ଟ ହୁଏ ନାହିଁ। ହେ ନାରଦ, ଶ୍ରୀ ହରି ସ୍ୱୟଂ ଏହାର ଏହିପରି ମାହାତ୍ମ୍ୟ କୀର୍ତ୍ତନ କରିଛନ୍ତି। ଆଧ୍ୟାତ୍ମ ବିଦ୍ୟା ନିରତ ବ୍ୟକ୍ତି ଯେଉଁ ଜ୍ଞାନ ଅର୍ଜନ କରିବାକୁ ସକ୍ଷମ, ତାହା ଏହି ବ୍ରତସେବୀ ଗଣଙ୍କ ପକ୍ଷେ ତତୋଧିକ ସୁଲଭ। ରାତ୍ରି ଜାଗରଣ ସହିତ ଯେଉଁମାନେ ଏହି ବ୍ରତ ପାଳନ କରନ୍ତି, ସେମାନେ କେତେବେଳେ ହେଲେ ଯମ ଓ ସଂହାରକର୍ତ୍ତା ରୁଦ୍ରଙ୍କର ମୂର୍ତ୍ତି ଦର୍ଶନ କରନ୍ତି ନାହିଁ ବା କୌଣସି ପ୍ରକାର ଦୁର୍ଦ୍ଦଶାଗ୍ରସ୍ତ ହୁଅନ୍ତି ନାହିଁ। ଏହି ବ୍ରତ ପାଳନକାରୀ କେତେବେଳେ ହେଲେ କୁଜୋନି ଅର୍ଥାତ୍ ଇତର ଯୋନି ପ୍ରାପ୍ତ ହୁଅନ୍ତି ନାହିଁ। ଯୋଗୀଗଣ ଏହି ବ୍ରତ ଉପବାସ ଫଳରେ କୈବଲ୍ୟ ପର୍ଯ୍ୟନ୍ତ ଲାଭ କରିବାରେ ସମର୍ଥ ହୁଅନ୍ତି। ଅତଏବ ସଂଯତ ଚିତ୍ତ ହୋଇ ସମସ୍ତଙ୍କ ପକ୍ଷେ ଶ୍ରୀଧର ଦେବାର୍ଚ୍ଚନ ଅବଶ୍ୟ କର୍ତ୍ତବ୍ୟ। କେଶବ ପ୍ରିୟା ତୁଳସୀ ପତ୍ରରେ ଶ୍ରୀ ହରିଙ୍କର ପୂଜା କରନ୍ତି, ପଦ୍ମପତ୍ର ସଦୃଶ ସେ ପାପରେ ଲିପ୍ତ ହୁଅନ୍ତି ନାହିଁ। ଏକହାର ସୁବର୍ଣ୍ଣ ଓ ଚତୁର୍ଗୁଣ ରୌପ୍ୟ ମୂଲ୍ୟର ଉପକରଣ ଦ୍ୱାରା ପୂଜାରେ ଯେଉଁ ଫଳ ଲାଭ କରାଯାଏ, ମାତ୍ର ଗୋଟିଏ ତୁଳସୀ ମଞ୍ଜରୀ ଦ୍ୱାରା ପୂଜାରେ ସମାନ ଫଳ ପ୍ରାପ୍ତ ହୋଇଥାଏ। ତୁଳସୀ ପତ୍ର ଦ୍ୱାରା ପୂଜାରେ ଭଗବାନ ଶ୍ରୀ ବିଷ୍ଣୁ ଯେପରି ସନ୍ତୁଷ୍ଟ ହୁଅନ୍ତି, ରକ୍ତ ମୌତିକ ବୈଦୁର୍ଯ୍ୟ ପ୍ରବାଳ ଆଦି ତଦ୍ରୂପ ପ୍ରୀତ ହୁଅନ୍ତି ନାହିଁ। ଯେ କେଶବଙ୍କୁ ତୁଳସୀ ମଞ୍ଜରୀ ସହିତ ପୂଜା କରନ୍ତି, ତାହାଙ୍କର ଆଜନ୍ମ ପାତକ କ୍ଷୟ ହୁଏ। ହରେ କୃଷ୍ଣ। ଶ୍ରୀ ଏକାଦଶୀ ମହାମହୋତ୍ସବ କି ଜୟ। ଏହି ଦିନରେ ଆମେ ତୁଳସୀ ପତ୍ର ସାଙ୍ଗରେ ତୁଳସୀ ମଞ୍ଜରୀକୁ ଭଗବାନଙ୍କ ଶ୍ରୀ ବିଷ୍ଣୁଙ୍କର ନିକଟରେ ଅର୍ପଣ କରିପାରିବା। ଆଉ ଅଧିକରୁ ଅଧିକ ନାମ ଜପ ବହୁତ ବିଜୟ। ତା ସାଙ୍ଗରେ ପ୍ରଭୁପାଦଙ୍କର ବୁକ୍ସ ପଢିପାରିବା, ବିଶେଷ କରିକି ଶ୍ରୀମଦ୍ ଭଗବତ ଗୀତାର ଭକ୍ତି ଯୋଗ ଇତ୍ୟାଦି ଆମେ ପଢିପାରିବା, ଡିସାଇଡ କରିପାରିବା ଆଟଲିଷ୍ଟ। ତା ସାଙ୍ଗରେ ଆମେ ଆହୁରି ଅଧିକ, ଏମିତି କହିଲି, ଏକାଦଶୀ ଦିନ ଅଲଗା ଦିନ ଅପେକ୍ଷା
1.5 टाइम्स मोर चैंटिंग करवा कथा। देखिए 16 माला करछन तो 25 माला करि परिबे, कि 8 माला करछन तो 12 माला करि परिबे, कि 4 माला करछन तो 8 माला करि परिबे। निश्चय भाव में आज आज दिन रे हमें और ध्यान सहकारे भगवान को उपरे चिंतन मनन करवा दरकार। आ विशेष प्रयोजन अछि कि लास्ट 15 दिन, लास्ट एकादशी रु आज पर्यंत आम कौन कौन करथिले, आगो को आम कौन कौन करवा, केमिति आम आहरी सुंदर भक्ति करवा, जो मिस्टेक गुड़ा आम करथिले ताको आम चेंज करबा पई चाहिबा। जेमति भल से नाम जप होनथिला, मु आज नेक्स्ट एकादशी पर्यंत अति कम रे नाम जप करेबी। प्रत्येक दिन ब्राह्म मुहूर्त रे स्नान करेबी, सकाळ उठिबा, प्रभुपादଙ୍କର बुक्स इत्यादि पढ़िबा, प्रभुपादଙ୍କର लेक्चर शुणिबा, निजे अधिक संयतशील हवा, 4टा नियम पालन करबा इत्यादि। तो सब जिनस आहरी आम ध्यान मग्न करिपरिबा। ता संगे एटा कौन सिंहावलोकन, सिंह जमती देखे सिंहावलोकन, सेमती आम बहुत माइन्यूटली चेक करी जीवा। तो यहाँ बहुत जरूरी अच्छी आम प्रति एकादशी रु नेक्स्ट एकादशी तो कौन आमर भिन्न अच्छी आम साधन भजन में, और कौन आशा अच्छी आम केमती प्रयास करवा ताको निश्चय देखा। ठीक अच्छे आम भगवान को प्रीति पाई भगवान हरिनाम को उच्चारण करवा। पूर्व वैष्णव प्रणाम मंत्र गाइबा। वैष्णव माने वंशा कल्पतरु सदृश क्षमाशील एवं दयार सागर, पतित जीवंकर उद्धारकारी, दैनंदिन जीवन में ज्ञात आज्ञा सरदे यदि कौन साधु गुरु वैष्णव निकट में अपराध होता है ताले प्रातः मुहूर्त से चरण कमारे प्रार्थना। वंशाकल्पतरुर्वश्य कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। अनंत कोटि वैष्णव वृंद की जय, जगत शिल प्रभुपाद की जय। जय कृष्ण।